सोमवार अपराह्न 3:30 ସମୟରେ ସମ୍ବଲପୁର ସହର ରାଜରାସ୍ତା ଉପରେ ଚାହୁଁ ଚାହୁଁ କାର୍ ଜଳିଗଲା। ଅପରାହ୍ନ 3:30ର ଘଟଣା। ବାପ୍ଟିଷ୍ଟ ଚର୍ଚ୍ଚ ପାର୍ଶ୍ୱରେ ଧଳା ରଙ୍ଗର OD 15E 0950 କାର୍ ହୁତ୍ ହୁତ୍ ହୋଇ ସାମ୍ନା ପଟ ଜଳି ଉଠିଥିଲା। ରାସ୍ତା ଉପରେ କାର୍ ଜଳୁଥିବା ଦେଖି ଆଖପାଖ ଲୋକେ ବିସ୍ମିତ ହୋଇଥିଲେ। ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚି ନିଆଁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। କିଛି ସମୟ ପାଇଁ ଏହି ବ୍ୟସ୍ତବହୁଳ ରାସ୍ତାରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା। ନିଆଁ ଲାଗିବା ସମୟରେ କାର୍ ଭିତରେ କେହି ନଥିଲେ। ଏହି କାର୍ର ମାଲିକ ରବୀନ୍ଦ୍ର କୁମାର ପଟ୍ଟନାୟକ। ସେ ବଜାର କରିବା ପାଇଁ ଆସିଥିଲେ ଏବଂ ସେହି ସ୍ଥାନରେ କାର୍ ପାର୍କିଂ କରିଥିଲେ। ସର୍ଟ ସର୍କିଟ୍ ଯୋଗୁଁ କାର୍ରେ ନିଆଁ ଲାଗିଥିବା କୁହାଯାଉଛି।